ପାହାଡ଼ରୁ ଦିଟା ପଥର ଆସିଲେ। ଗୋଟିଏ ପଥର ମନ୍ଦିର ଭିତରେ ଭଗବାନ ହେଲେ, ଆଉ ଗୋଟିଏ ପଥର ପାହା ପୋଛା ହେଲେ। ଦିନେ ରାତିରେ ପଥର ଦିଟା କଥାବାର୍ତ୍ତା ହେଲେ। ଭଗବାନ ଏ ପଥର କଥାବାର୍ତ୍ତା ହେଲେ, କହିଲେ ଭାଇ ଆମେ ତ ଗୋଟିଏ ପାହାଡ଼ରୁ ଆସିଲେ, ଗୋଟିଏ ଗାଡ଼ିରେ ଆସିଲେ। ତୁ କାହିଁକି ଭଗବାନ ଏଇ ପୂଜା ପାଇଲୁ, ମୁଁ କାହିଁକି ପାହା ପୋଛାଏନି? ଏଠୁ ସିଏ ଭଗବାନ କହୁଛନ୍ତି, ଭାଇ ତୁ ମୋ କଷ୍ଟ କାହିଁକି ଜାଣିବୁ? ଯେତେବେଳେ ଶିଳ୍ପୀ ତିଆରି କଲା, ମୋ ଆଖି, ନାକ, କାନ, ସବୁ ମୁହଁ କେମିତି ତିଆରି କଲା, କେତେ କଷ୍ଟ ଲାଗିଲା ସେଟା ମୁଁ ଜାଣିଛି, ତୁ କାହିଁକି ଜାଣିବୁ? ମୋ ଜୀବନରେ ଯଦି ଆମେ କିଛି କଷ୍ଟ ନ ସହିବା, ଅନୁଭବ ନ କରିପାରିବା, ସେଥିରେ ଆମ ଜୀବନର ମୂଲ୍ୟ କିଛି ନୁହଁ।